ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ପବିତ୍ର ମକର ସଂକ୍ରାନ୍ତିର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଆଜି ଏହି ଭିଡ଼ିଓ ମାଧ୍ୟମରେ ଆମେ ପବିତ୍ର ମକର ସଂକ୍ରାନ୍ତି ପର୍ବର ଶୁଭ ସମୟ, ପୂଜାବିଧି ଏବଂ ବିଶେଷ ମହତ୍ଵ ସମେତ ସମ୍ପୂର୍ଣ୍ଣ ବିବରଣୀ ବିଷୟରେ ଜାଣିବା। ତେବେ ତାହା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଏହି ଭିଡ଼ିଓକୁ ଗୋଟେ ଲାଇକ୍ କରିନିଅନ୍ତୁ ଏବଂ ଯଦି ଆପଣମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ବର୍ତ୍ତମାନ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ। ତେବେ ଆସନ୍ତୁ ଜାଣିବା। ବନ୍ଧୁଗଣ, ମକର ସଂକ୍ରାନ୍ତି ପ୍ରାୟତଃ ପ୍ରତିବର୍ଷ 14 ଜାନୁଆରୀ ବା 15 ଜାନୁଆରୀରେ ପଡ଼ିଥାଏ, କିନ୍ତୁ ଏଥର ମକର ସଂକ୍ରାନ୍ତି 15 ଜାନୁଆରୀରେ ପାଳନ କରାଯିବ। କାରଣ ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁସାରେ ଏଥର ସୂର୍ଯ୍ୟଙ୍କର ମକର ରାଶିରେ ପ୍ରବେଶ 14 ଜାନୁଆରୀ ମଧ୍ୟରାତ୍ରି 2:54 ସମୟରେ ହେବ। ସେଥିପାଇଁ ସଂକ୍ରାନ୍ତି 15 ଜାନୁଆରୀରେ ପାଳନ କରାଯିବ। ଏହି ଦିନରେ ଲୋକମାନେ ସକାଳୁ ଉଠି ନଦୀରେ ସ୍ନାନ କରିବା ପରେ ଶନିଦେବ ଓ ସୂର୍ଯ୍ୟଦେବଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି। ଏଥିସହିତ ମନ୍ଦିରରେ ଗରିବମାନଙ୍କୁ ଓ ବ୍ରାହ୍ମଣମାନଙ୍କୁ ଦାନ ବି କରନ୍ତି। ଏହାପରେ ରାଶି ଲଡୁ, ଖେଚୁଡ଼ି ଓ ଅନ୍ୟ ସ୍ୱାଦିଷ୍ଟ ଭୋଜନ ସହିତ ସଂକ୍ରାନ୍ତି ପର୍ବ ପାଳନ କରାଯାଇଥାଏ। ଦେଶର ବହୁତ ସହରରେ ଏହି ଦିନଗୁଡ଼ିକରେ ଗୁଡ଼ି ଉଡ଼ାଯାଇଥାଏ। ମକର ସଂକ୍ରାନ୍ତିକୁ ଉତ୍ତର ଭାରତରେ କେତେକ ଅଞ୍ଚଳରେ ଖେଚେଡ଼ିର ପର୍ବ ରୂପରେ ବି ପାଳନ କରିଥାନ୍ତି। ଅନ୍ୟପଟେ ଦକ୍ଷିଣ ଭାରତର ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ କେରଳରେ ଏହାକୁ ପୋଙ୍ଗଲ ପର୍ବ ରୂପରେ ମଧ୍ୟ ପାଳନ କରାଯାଏ। ପୋଙ୍ଗଲ ଏହି ବର୍ଷ 14 ଜାନୁଆରୀରେ ଆରମ୍ଭ ହୋଇ 17 ଜାନୁଆରୀରେ ସମାପ୍ତ ହେବ। ପୋଙ୍ଗଲର ପର୍ବ ନୂଆ ଫସଲ ଆସିବାର ଖୁସିରେ ପାଳନ କରାଯାଇଥାଏ। ଏବେ ଆସନ୍ତୁ ଜାଣିବା ମକର ସଂକ୍ରାନ୍ତି କ'ଣ ଅଟେ। ବନ୍ଧୁଗଣ, ମକର ସଂକ୍ରାନ୍ତିରେ ମକର ଶବ୍ଦ ରାଶିକୁ ଇଙ୍ଗିତ କରିଥାଏ, ଯେତେବେଳେ କି ସଂକ୍ରାନ୍ତିର ଅର୍ଥ ସଂକ୍ରମଣ ଅର୍ଥାତ୍ ପ୍ରବେଶ କରିବାକୁ ବୁଝାଇଥାଏ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିଥାନ୍ତି। ଗୋଟିଏ ରାଶିକୁ ଛାଡ଼ି ଦ୍ୱିତୀୟ ରାଶିରେ ପ୍ରବେଶ କରିବାର ଏହି ବିସ୍ଥାପନ ପ୍ରକ୍ରିୟାକୁ ସଂକ୍ରାନ୍ତି କୁହାଯାଇଥାଏ। ଜ୍ୟୋତିଷ ଗଣନା ଅନୁସାରେ ମକର ସଂକ୍ରାନ୍ତିରୁ ହିଁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ। ଏବେ ଆସନ୍ତୁ ଜାଣିବା ମକର ସଂକ୍ରାନ୍ତିର ଶୁଭ ମୁହୂର୍ତ୍ତ। ମକର ସଂକ୍ରାନ୍ତି 2024 ଏହା ଜାନୁଆରୀ 15ରେ ବା ସୋମବାର ଦିନ ପାଳନ କରାଯିବ। ଏହି ସଂକ୍ରାନ୍ତିର ସଂକ୍ରାନ୍ତି କାଳ ରହିଛି 14 ଜାନୁଆରୀ ରବିବାର ରାତ୍ରି 2:54 ଆରମ୍ଭ ହେବ ଏବଂ 15 ତାରିଖ ପର୍ଯ୍ୟନ୍ତ ରହିବ। ଏହି ସଂକ୍ରାନ୍ତିର ପୁଣ୍ୟକାଳ ହେଉଛି 15 ଜାନୁଆରୀ 2024 ସୋମବାର ସକାଳ 6:25 ଆରମ୍ଭ ହେବ ଏବଂ ସନ୍ଧ୍ୟା 5:27 ପର୍ଯ୍ୟନ୍ତ ରହିବ। ଏହି ସଂକ୍ରାନ୍ତିର ମହାପୁଣ୍ୟ କାଳ ରହିଛି 15 ଜାନୁଆରୀ 2024 ସୋମବାର ସକାଳ 6:25 ଆରମ୍ଭ ହେବ ଏବଂ ସକାଳ 8:15 ପର୍ଯ୍ୟନ୍ତ ରହିବ। ସଂକ୍ରାନ୍ତିର ସ୍ନାନ ସମୟ ପ୍ରାତଃକାଳ 15 ଜାନୁଆରୀ 2024 ସୋମବାର। ରାଶିଫଳ ବିଷୟରେ ଜାଣିବା ପାଇଁ ମକର ସଂକ୍ରାନ୍ତି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ପାଖରେ ଆସୁଥିବା ବେଲ୍ ଆଇକନକୁ ମକର ସଂକ୍ରାନ୍ତି ଦିନ ଗଙ୍ଗା ଭଗୀରଥୀଙ୍କର ପଛରେ ଚାଲି ଚାଲି କପିଳ ମୁନିଙ୍କ ଆଶ୍ରମ ହୋଇ ସାଗରରେ ଯାଇ ମିଶିଥିଲେ। ସେଥିପାଇଁ ଆଜିର ଦିନରେ ଗଙ୍ଗା ସ୍ନାନର ବିଶେଷ ମହତ୍ଵ ରହିଛି। ମକର ସଂକ୍ରାନ୍ତିକୁ ମୌସମରେ ଚେଞ୍ଜେସର ସୂତକ ବୋଲି କୁହାଯାଏ। ଆଜିଠାରୁ ବାତାବରଣରେ କିଛି ଗରମ ଆସିବାକୁ ଲାଗିଥାଏ ଓ ପୁଣି ବସନ୍ତ ଋତୁ ପରେ ଗ୍ରୀଷ୍ମ ଋତୁର ଆଗମନ ହୋଇଥାଏ। କିଛି ଅନ୍ୟ କଥା ଅନୁସାରେ ମକର ସଂକ୍ରାନ୍ତି ଦିନ ଦେବୀ ଦେବତାମାନେ ପୃଥିବୀ ଉପରେ ଅବତାରିତ ହୋଇଥାନ୍ତି ଓ ଗଙ୍ଗା ସ୍ନାନ କରିଥାନ୍ତି। ଏହି କାରଣରୁ ଆଜିର ଦିନରେ ଗଙ୍ଗା ସ୍ନାନର ବିଶେଷ ମହତ୍ଵ ରହିଅଛି। ଏବେ ଆସନ୍ତୁ ଜାଣିବା ମକର ସଂକ୍ରାନ୍ତିର ମହତ୍ଵ। କୁହାଯାଏ କି ଏହି ଦିନରେ ସୂର୍ଯ୍ୟ ନିଜର ପୁତ୍ର ଶନିଦେବଙ୍କ ଉପରେ ଥିବା କ୍ରୋଧକୁ ଭୁଲି ତାଙ୍କ ଘରକୁ ଯାଇଥିଲେ। ଏହି ଦିନ ମଳ ମାସ ଶେଷ ହେବା ସହିତ ଶୁଭ ମାସ ଆରମ୍ଭ ହୋଇଥାଏ। ଏହି ଖାସ୍ ଦିନକୁ ସୁଖ ସମୃଦ୍ଧିର ଦିନ ବୋଲି ମଧ୍ୟ କୁହାଯାଏ। ବନ୍ଧୁଗଣ, ଏହି ମକର ସଂକ୍ରାନ୍ତିରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ। ଏହି ମକର ସଂକ୍ରାନ୍ତିରେ ଗ୍ରହମାନଙ୍କ ମଧ୍ୟରେ
ଏକ ମହାସଂଯୋଗ ହେବା ପାଇଁ ଯାଉଅଛି, ଯାହାଦ୍ୱାରା ଏହାର ପ୍ରଭାବ କିଛି ରାଶିମାନଙ୍କ ଉପରେ ବହୁତ ଶୁଭ ପ୍ରଭାବ ପକାଇବା ପାଇଁ ଯାଉଅଛି। ତେଣୁ ମକର ସଂକ୍ରାନ୍ତି ପରଠାରୁ ଏମାନେ ନିଜର ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ ଏବଂ ଏମାନଙ୍କୁ ଧନ ଉପାର୍ଜନ କରିବାର ନୂଆ ନୂଆ ବାଟ ମଧ୍ୟ ମିଳିଯିବ। ତେବେ ସେହି ସବୁ ଭାଗ୍ୟଶାଳୀ ରାଶିମାନେ ହେଉଛନ୍ତି ମେଷ ରାଶି, ମିଥୁନ ରାଶି, ସିଂହ ରାଶି, କନ୍ୟା ରାଶି, ତୁଳା ରାଶି, ବିଛା ରାଶି, ମକର ରାଶି ଏବଂ କୁମ୍ଭ ରାଶି। ବନ୍ଧୁଗଣ, ମକର ସଂକ୍ରାନ୍ତିରେ କିଛି କାମ ଶୁଭ ହୋଇଥିବା ବେଳେ କିଛି କାମ ମଧ୍ୟ ବର୍ଜନ କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ଏହି ଦିନ କେଉଁ କାମ ଭୁଲରେ ମଧ୍ୟ କରିବା ଅନୁଚିତ। ବନ୍ଧୁଗଣ, ଆଜି ଏହି ଭିଡ଼ିଓରେ ଆମେ କହିବା ଏମିତି କେତୋଟି କାର୍ଯ୍ୟ ରହିଛି ଯାହାକୁ ମକର ସଂକ୍ରାନ୍ତି ଦିନ କରିବା ଅତ୍ୟନ୍ତ ଅଶୁଭ ହୋଇଥାଏ ଏବଂ ଏହାଦ୍ୱାରା ଆମକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ମଧ୍ୟ ପଡ଼ିଥାଏ। ନମ୍ବର 1, ଅନେକ ଲୋକ ଏହି ଦିନ ସକାଳୁ ଉଠିବା ମାତ୍ରେ ଚା ଏବଂ ଜଳଖିଆ ଖାଇବା ଆରମ୍ଭ କରିଥାନ୍ତି, କିନ୍ତୁ ଶୁଭ ଦିନରେ ଏପରି ନ କରିବା ହିଁ ଉଚିତ। ଏହି ଦିନ ସ୍ନାନ ନ କରି ଖାଇବା ଅନୁଚିତ। ତେଣୁ ଏହି ଦିନ ଭୋଜନ କରିବା ପୂର୍ବରୁ ସ୍ନାନ କରିବା ନିତାନ୍ତ ଆବଶ୍ୟକ। ନମ୍ବର 2, ମକର ସଂକ୍ରାନ୍ତି ଏକ ପ୍ରକୃତିର ପର୍ବ ଅଟେ। ତେଣୁ ମକର ସଂକ୍ରାନ୍ତି ଦିନ ଘରେ କିମ୍ବା ବାହାରେ କୌଣସି ଗଛପତ୍ର କଟାକଟି କରିବା ଅନୁଚିତ। ନମ୍ବର 3, ମକର ସଂକ୍ରାନ୍ତି ଦିନ ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ। ମଦ, ସିଗାରେଟ ଏବଂ ଗୁଟୁକା ସେବନ ଠାରୁ ମଧ୍ୟ ଦୂରରେ ରୁହନ୍ତୁ। ଏହି ଦିନ ମସଲାଯୁକ୍ତ ଖାଦ୍ୟ ମଧ୍ୟ ଖାଆନ୍ତୁ ନାହିଁ। ଏହି ଦିନ ରାଶି, ମୁଗ, ଲଡ଼ୁ ବା ଖେଚୁଡ଼ି ଇତ୍ୟାଦି ସେବନ କରିବା ସହ ଦାନ ଆଦି କଲେ ପୁଣ୍ୟ ମିଳିଥାଏ। ନମ୍ବର 4, ଯଦି ସୂର୍ଯ୍ୟ ଦେବତାଙ୍କର କୃପା ପାଇବା ପାଇଁ ଚାହୁଁଛନ୍ତି ତେବେ ସନ୍ଧ୍ୟା ସମୟରେ ଅନ୍ନ ଖାଆନ୍ତୁ ନାହିଁ। ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ପୂଜାପାଠ କରନ୍ତୁ। ନମ୍ବର 5, ମକର ସଂକ୍ରାନ୍ତି ଦିନ ଗାଈ କିମ୍ବା ମଇଁଷିର କ୍ଷୀର ଦୁହିଁବା ଅନୁଚିତ। ନମ୍ବର 6, ମକର ସଂକ୍ରାନ୍ତି ଦିନ ଯଦି ଆପଣଙ୍କ ଘରକୁ କେହି ଭିକାରୀ, ସାଧୁ କିମ୍ବା ଗୁରୁଜନ ଆସନ୍ତି ତେବେ ତାଙ୍କୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ। ନିଜର ସାମର୍ଥ୍ୟ ଅନୁସାରେ ତାଙ୍କୁ କିଛି ନା କିଛି ଦାନ କରନ୍ତୁ। ଏହାଦ୍ୱାରା ଅଶେଷ କୃପା ପ୍ରାପ୍ତ ହୋଇଥାଏ। ନମ୍ବର 7, ମକର ସଂକ୍ରାନ୍ତି ଦିନ ଭୁଲରେ ବି ପିଆଜ, ରସୁଣ ଏବଂ ମାଂସ ସେବନ କରନ୍ତୁ ନାହିଁ। ଭୋଜନରେ ସାତ୍ତ୍ୱିକତା ପାଳନ କରନ୍ତୁ। ନମ୍ବର 8, ଏହି ଦିନ ପ୍ରକୃତିର ପର୍ବ ହୋଇଥିବାରୁ ଫସଲ କାଟିବାକୁ ବାରଣ କରାଯାଇଥାଏ। ତେଣୁ ଭୁଲରେ ବି ଏହି ଦିନ ଫସଲ ଆଦି କଟାକଟି କରନ୍ତୁ ନାହିଁ। ନମ୍ବର 9, ମକର ସଂକ୍ରାନ୍ତି ଦିନ ନିଜ କଥାବାର୍ତ୍ତାରେ ସଂଯମତା ରଖନ୍ତୁ ଏବଂ ରଗନ୍ତୁ ନାହିଁ। ସମସ୍ତଙ୍କ ସହ ମଧୁର ସମ୍ପର୍କ ରଖନ୍ତୁ। ଏହାଦ୍ୱାରା ଆପଣଙ୍କ ସମ୍ପର୍କରେ ଘନିଷ୍ଠତା ବଜାୟ ରହିଥାଏ। ନମ୍ବର 10, ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଲୁହା, ଷ୍ଟିଲ୍ କିମ୍ବା ପ୍ଲାଷ୍ଟିକର ପାତ୍ରରେ ଅର୍ପଣ କରନ୍ତୁ ନାହିଁ। ଏହି ଦିନ ସ୍ନାନ କରିବା ପରେ ପ୍ରଥମେ ତମ୍ବା ବା ପିତ୍ତଳ ପାତ୍ରରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଏହାଦ୍ୱାରା ଗୃହରେ ଧନ ଓ ଯଶ ବୃଦ୍ଧି ହୋଇଥାଏ। ବନ୍ଧୁଗଣ, ଆପଣମାନେ ଏହି ଦିନ ଏହିସବୁ କାମଠାରୁ ଦୂରରେ ରୁହନ୍ତୁ। ଦେଖିବେ ଆପଣମାନଙ୍କର ନିଶ୍ଚୟ ମଙ୍ଗଳ ହେବ। ଆଶା କରୁଛୁ ଆପଣମାନଙ୍କୁ ଏହି ଭିଡ଼ିଓଟି ନିଶ୍ଚୟ ପସନ୍ଦ ଆସିଥିବ। ପସନ୍ଦ ଆସିଥିଲେ ଭିଡ଼ିଓକୁ ଲାଇକ୍ କରିବା ସହିତ ଆପଣଙ୍କର ପ୍ରିୟଜନମାନଙ୍କ ସହିତ ସେୟାର କରିନିଅନ୍ତୁ। ଧନ୍ୟବାଦ।